हेलो सांग माने केमिति अछंती। आशा करछे समस्ते बहुत भलरे थिबे। आपण समस्तंकु मो तरफरु जय गुरु। ठाकुरन डाकुछि आपण भलरे रुहंतु, सुस्थरे रुहंतु, आपणकर पूरा दिनटी मंगलमय हो आउ भलरे भलरे कटि जाओ। तो मु भी भलरे अछि। सबदिन भला हेइ गोटे सुंदर ब्लॉग आरंभ आउ ए सुंदर ब्लॉग को मु पुष्प आपण समस्तंकु स्वागत करूछि। तो यहाँ हूँ सकाळ बेलार भिडियो। तो देखिपे किचेन टा कई रकम होगी पड़ी गला काली रातिर कौन ना मुझे किचेन जे रकम होगी रही था पछे मत निद नागिला बहुत जोरसे मुझे मुझे किचेन किसी गुछे पारिनी जहाँ जेटी जे रकम पड़ी पड़ी था सकाळ हो देखा हम आ सकाଳେ ଯେତେବେଳେ ଉଠିକି ମୁଁ କିଚେନ୍ର ଏରକମ ଅବସ୍ଥା ଦେଖିନି ତ ମୋ ମୁଣ୍ଡ ମାନେ କାମ କଲାନି। ମୁଁ କେଉଁଠୁ ଆରମ୍ଭ କରିମି ଏତେ ଅସନା ହେଇକି ପଡ଼ିଥିଲା ଯେ କିଚେନ୍ଟା ନ କହିବା କଥା। ରାତିର ଗୁଛାଇବା ପାଇଁ ତ ସମୟ ଲାଗିଥାନ୍ତା ଯେହେତୁ ମାନେ ପରିଶ୍ରମ ଟିକେ ମାନେ ହେଇଥିଲା ମାନେ ଥକା ଥକା ଲାଗୁଥିଲା ଆଉ ନିଦ ବି ଲାଗିଥିଲା ସେଇଥିପାଇଁ କି କିଚେନ୍ଟାକୁ ମୁଁ ଛାଡ଼ି ଦେଇଥିଲି। ଆଉ ସକାଳେ କନା ପ୍ରଥମେ ଝାଡ଼ୁ କରିଦେଇକି ଦୁଆରେ ତ ପାଣି ପକାଇ ଦେଇଥିଲି। ପାଣି ପକାଇ ଦେଇ ସାରିଲା ପରେ ସିଧା ପଳେଇ ଆସିନି କିଚେନ୍କୁ ଆସିକି ଆଗର କିଚେନ୍ଟା ବ୍ୟବସ୍ଥିତ କରି ମାନେ ନହେଲେ କନା କିଏ ଯଦି ଜଣେ ଯଦି ଘର ଭିତରକୁ ଯଦି ପଶି ଆସିଲା କିଚେନ୍ର ଏରକମ ଅବସ୍ଥା ଦେଖିନେ କ'ଣ ଭାବିବ ସିଏ ଆଗର ସେଇ କଥା ମନକୁ ଯାଉଛି। ନିଜକୁ ତ ଖରାପ ଲାଗୁଛି କିଚେନ୍ ଯଦି ଟିକେ ଅସନା ହେଇକି ଥିବ ନିଜକୁ ତ ଖରାପ ଲାଗୁଛି। କିଚେନ୍ ଯେତେ ବ୍ୟବସ୍ଥିତ ହେଇକି ଥିବ ନା ସେତେ ହେଉଛି କହନ୍ତି ନା ମାନେ ମନକୁ ସେତେ ଶାନ୍ତି ମିଳିବ। ତ ସେଇଥିପାଇଁ କି ଆଗରେ କିଚେନ୍ ବ୍ୟବସ୍ଥିତ କରିଦେନି କରିଦେଇକି ଯାହା ଯେରକମ ଖୁଡ଼ୁମୁଡ଼ୁ କେଇଟି ଗୋଟେ ବାସନ କି କ'ଣ ବାହାରିଲା ତାକୁ ସବୁ ଦିନେ ଆସିକି ରଖିଦେବି। ଟିୱେଲ୍ ପାଖକୁ ଦିନେ ଆସିନି ଧୁଆଧୁଇ କରିବା ପାଇଁ ବାସନକୁସନ ଅଇଁଠା ବାସନ କିଛି ରଖେ ନାହିଁ ମୁଁ କାହିଁକିନା ମୋତେ ସେପଟେ ବ୍ୟବସ୍ଥା ହେଇଗଲାଣି ଯେ ହେଉଛି ମାନେ ପାଣିର ସବୁ କିଛିର ବ୍ୟବସ୍ଥା ହେଇଗଲାଣି। ଆଉ ଆସ୍ତେ ଆସ୍ତେ ସବୁ କିଛିର ଯାହା ବି କିଛି ଅଳ୍ପ ସ୍ୱଳ୍ପ ବାକି ଅଛି ସେଟା ବି ଆସ୍ତେ ଆସ୍ତେ ସବୁ ପୁରା ହେଇଯାଉଛି। ତ ସେଇଥିପାଇଁ କି ମୁଁ ଆଉ ବାସନକୁସନ କିଛି ଯେକୌଣସି ଅଇଁଠା ବାସନ ହଉ ପଛେ କିଛି ମୁଁ କିଚେନ୍ରେ ରଖୁନାହିଁ ସବୁ ବାହାରେ ଆଣିକି ରଖିଦେଉଛି। ତ ତାପରେ ଆସିକି ଆପଣଙ୍କ ସାଙ୍ଗରେ ଭେଟ ହେଉଛି କିଛି ସମୟ ପରେ କିଚେନ୍ ବ୍ୟବସ୍ଥିତ କରିକି ରଖିଦେଇ ସାରିକି ତାପରେ ଯାଇଥିଲି ମାନେ ମୋ ନିତ୍ୟକର୍ମ ସାରିବା ପାଇଁ କି ସକାଳେ ଉଠିକି ଆଗରୁ ବ୍ରସ୍ ନ କଲେ ମୋତେ ଭଲ ଲାଗେନି। କିନ୍ତୁ ଯେହେତୁ ଆଗର ଦୁଆରେ ପାଣି ପକାଇବାଟା ନିହାତି ଜରୁରୀ ସେଥିପାଇଁ ଆଗରେ ଦୁଆରେ ପାଣି ପକାଇ ଝାଡ଼ୁ ମାରି ଦେଇଥିଲି। ତାପରେ କନା ଯାଇଥିଲି ବ୍ରସ୍ କରିବା ପାଇଁ କି ବ୍ରସ୍ କରିଥିଲି। ବ୍ରସ୍ କରିସାରିଲା ପରେ ତାପରେ କନା ଯେଉଁ ପାଣି ମୁଁ ଯେ ପିଏ ଯେଉଁ ସକାଳେ ଖାଲି ପେଟର ଚିଆ ସିଡ୍ସ ପାଣି ଆଉ କ'ଣ ଜିରା ଜୁଆଣି ସବୁ ଆମ ଝିଅ ମୋ ପାଇଁକି ସବୁ ପକାଇକି ରଖୁଛି ସବୁଦିନ ସକାଳେ ତାର ଡ୍ୟୁଟି ହେଲା ସେ ତା ପାଇଁକି ମୋ ପାଇଁକି ଯେଉଁ ପାଣି ଯେଉଁ ଯେଟା କି ଖାଲି ପେଟରେ ଯେ ପାଣି ସବୁ ପିଅନ୍ତି ଗୋଟେ ତ ଚିଆ ସିଡ୍ସ ପାଣି ଆଉ ଗୋଟେ କ'ଣ ନା ସେଥିରେ ଜିରା ପଡ଼ୁଛି ଜୁଆଣି ପଡ଼ୁଛି ମେଥି ପାନମହୁରି ସବୁ ରକମ ପକାଉଛି ଯେଉଁଟାକି ଖାଲି ପେଟରେ ସକାଳୁ ପିଆଯିବ। ସେ ପାଣି ଟିକେ ପିଇ ଦେଇଥିଲି ଆଉ ପିଇ ଦେଇ ସାରିଲା ପରେ ବାବା କନା ଯୋଗ କରିଥିଲେ ଆଉ ମୁଁ ଯୋଗରେ ମାନେ ଯୋଗ କରିଥିଲେ ଗାଈ ପାଖକୁ ଯାଇଥିଲେ ଏରକମ କୁଡ଼ୁମୁଡ଼ୁ ଯାହା ଟିକେ କାମ କରିଥିଲେ ଆଉ କାମ କରିସାରିଲା ପରେ ତାପରେ ଆସିଥିଲି କନା ମୁଁ ଚା କରିବା ପାଇଁକି ଚା କରିଥିଲି। ଚା କରିକି ଆମେ ସମସ୍ତେ ଚା ପିଇବା ପାଇଁକି ବସେଇଥିଲେ। କ୍ଷୀର ତ ଏବେ ନାହିଁ ଗାଈର ଆଉ କ୍ଷୀର ହେଉନାହିଁ ଯେତେବେଳେ କିଣା ହେଇକି ଆସୁଛି ସେତେବେଳେ କିଣା କ୍ଷୀରରେ ଚା ହେଉଛି ଆଉ ଯେତେବେଳେ କିଣା ନ ହେଉଛି ତ ନାଲି ଚା ପିଉଛେ। ତ ଆଜି ସେରକମ ନାଲି ଚା ପିଇଛେ ଅମୁଲ ଚା ପିଇବା ପାଇଁକି ବିଲକୁଲ ବି ଭଲ ଲାଗୁନାହିଁ ସେଇଥିପାଇଁ କି ମୁଁ ଆଉ ଚାରେ ଅମୁଲ ପକାଉନାହିଁ। ଅମୁଲ ତ ଆଣିକି ରଖା ହେଇଛି କିଏ କେତେବେଳେ ଆସିକି ପହଞ୍ଚିବ କ'ଣ କରିବ କ୍ଷୀର ଥିବ କି ନଥିବ ସେଇଥିପାଇଁ କି ଅମୁଲ ଅଣା ହେଇକି ରହିଛି। କିନ୍ତୁ ଆମେ ନାଲି ଚା କରିକି ପିଇଥିଲେ ଆଉ ଚା ପିଇ ଦେଇ ସାରିଥିଲେ। ଚା ପିଇ ଦେଇକି ମୁଁ ସିଧା ପଳେଇ ଆସିଥିଲି ଟିୱେଲ୍ ପାଖକୁ ପାଣି ପଳେଇ ଆସିଥିଲା ବାସନ ଧୋଇମି ଆଉ ବାସନ ଧୋଇ ସାରିଲା ପରେ ଯେ ବାସି କାମଟା ମୋର ସରିଯିବ ଚୁଲିରେ କରିନା ମୁଁ ଛୁଞ୍ଚ ମାରି ଦେଇଥିଲି ଆଗ ଦିନରୁ ଚୁଲିରେ ଛୁଞ୍ଚ ମାରି ଦେଇଥିଲି ସେରକମ ଚୁଲିରେ ଛୁଞ୍ଚ ମରା କାମ ଆଉ ନାହିଁ। ବାସନ ଧୋଇମି ବାସନ ଧୋଇ ସାରିକି ଆଜି ଯିମି କରିନା ବାଡ଼ିକି ଗଲା କାଲି ମୁଁ ବାଡ଼ିକି ଯାଇଥିଲିନି କାହିଁକିନା ବର୍ଷା ହେଉଥିଲା ବହୁତ ଜୋରସେ ସକାଳ 9ଟା ପର୍ଯ୍ୟନ୍ତ ତ ବର୍ଷା ସେରକମ ଝିପିଝିପି ନାଗିକି ରହିଥିଲା। ତ ସେଇଥିପାଇଁ କରିନା ଗଲା କାଲି ମୁଁ ବାଡ଼ିକି ଯାଇଥିଲିନି ଆଉ କିଛି ବି ତୋଳାତୋଳି କିଛି କରିଥିଲିନି। ବାବା ତାଙ୍କର ଗାଈ ପାଖକୁ ଯାଆନ୍ତି ଗାଈ ପାଖର ଘାସ କୁଟା ଯାହା ଯେରକମ ସବୁ ପକାଇବା କଥା ପକାନ୍ତି ମୁଁ କେବଳ ଯାହା ଗାଈ ପାଖକୁ ତୁରାନ୍ ଦେବା ପାଇଁ ଯାଇଥିଲି ବାଡ଼ିକି ବି ବିଲକୁଲ ମୁଁ ଯାଇଥିଲିନି। ତ ମୁଁ କହିନି ଶୀଘ୍ର ଟିକେ କାମ ସରେଇଦିଏ କାମ ସରେଇ ଦେଇକି ଯିମି କରିନା ବାଡ଼ିକି ଯାଇକି ଫୁଲ ଯେ ବୋଇତାଳ ଫୁଲ ଯେ ଫୁଟୁଛି ସେଗୁଡ଼ା ସବୁ ନ ଆନେ ନା ସେ ଖରା ଆସିନେ ସେଗୁଡ଼ା ସବୁ ମଉଳିଯିବ ମାନେ କିଛି ଆମେ ନ ଖାଇନେ ନହେଲେ କାହାକୁ ଦେଇଦେନେ ନହେଲେ ବୋଇତାଳ ଫୁଲ ସେମାନେ ନହେଲେ ଖାଇବେ। ତ ବାବା କହିଲେ କ'ଣ ପାଇଁ ଯିବ ବୋଇତାଳ ଫୁଲ ତାକୁ ତୋଳିକି ଆଣିବ ମାନେ ସେଗୁଡ଼ା ସବୁ ନଷ୍ଟ ହେଇଯାଉଛି ଯାହାର ନାହିଁ ତାକୁ ଦେଇଦେନେ ସେମାନେ ନହେଲେ ଖାଇବେ।
କହିକି କ'ଣ ନା ଆମେ 2 ଜଣ ସିଧା ପଳେଇ ଆସିଲେ ଗୁହାଳକୁ। ମୁଁ ଆସିନି ବାଡ଼ିକି ବୋଇତାଳ ଫୁଲ ତୋଳିମି, କିଛି ପରିବା ନାହିଁ, ଏବେ କିଛି ପରିବା ନାହିଁ ବାଡ଼ିର, କେବଳ ଯାହା ଜହ୍ନି ହେଉଛି। ଆଉ କ'ଣ ନା ଭେଣ୍ଡି ଗଛ ତ ଧରୁଥିଲାନି, ବର୍ଷା କମିଲା ପରେ ଟିକେ ଟିକେ କଷି ନାଗିଛି ଭେଣ୍ଡି, କୁନ୍ଦୁରି ବି ସେରକମ ଟିକେ ଟିକେ କଷି ନାଗିଛି, ନହେଲେ ଆଉ କିଛି ବି ପରିବା ନାହିଁ ବାଡ଼ିରେ। ଯାହା ସେ ବୋଇତାଳ ଫୁଲ ଫୁଟୁଛି ଆଉ ଜହ୍ନି ଗୋଟେ ଗୋଟେ ହେଉଛି, ବାସ୍ ସେତିକି। ତ ବୋଇତାଳ ଫୁଲ ତୋଳିଥିନି। ବୋଇତାଳ ଫୁଲ ତ ଖାଇବା ପାଇଁ ସମସ୍ତଙ୍କୁ ଭାରି ପସନ୍ଦ, ବଢ଼ିଆ ଲାଗେ ଖାଇବା ପାଇଁକି। ତ ଆମର ତ ସେଇ ରକମ ବହୁତ ଥର ଖାଇଲେଣି। ଆଉ ମୁଁ ଆଜି ତୋଳିଥିନି କ'ଣ ନା, କହିନି ଯାହାର ନଥିବ ତାଙ୍କୁ ଦେନି, ସେ କ'ଣ ନା ନେଇକି ଖାଇଦେବେ। ଆଉ ସେଇଥିପାଇଁକି ବାଡ଼ିକି ପଳେଇ ଆସିଲେ ଆମେ। ଆଉ କୁନ୍ଦୁରି ମଞ୍ଚାଟା ଆମର ଭାଙ୍ଗି ଯାଇଥିଲା। ବାବା କହିଲେ ସେ ମଞ୍ଚାଟା ଟିକେ ବାଗେଇଦେବା, ବାଗେଇଦେନି। ବର୍ଷା କମିଲାନି, ବର୍ଷା ତ ଫୁଲ ସବୁ ଧୋଇଯାଏ, କୁନ୍ଦୁରି ବିଲକୁଲ ବି ହୁଏ ନାହିଁ। ବର୍ଷା କମିଲାନି, ଯଦି କୁନ୍ଦୁରି ଧରିବ କ'ଣ କରିବ, ତ ସେୟା ଭାବି କୁନ୍ଦୁରି ମଞ୍ଚାଟା ବି ଆଜି ଟିକେ ବାଗେଇବା। ଆଉ ଖାଲି ବୋଇତାଳ ଫୁଲ ଜହ୍ନି 2-3ଟା ଘିନିକି ମୁଁ ଘରକୁ ଆସିଥିନି। ଏଇରକମ ବାଡ଼ିକି ଯିବ ମାନେ ସାଙ୍ଗେ ସାଙ୍ଗେ ଆଉ ଆସି ହେବ ନାହିଁ, ସେଠି ଘଣ୍ଟାଟେ ନିହାତି ତ ଯାଉଛି। ସେଇଥିପାଇଁକି ଆମର ସକାଳେ ଖାଇବାଟା ଲେଟ୍ ହେଇଯାଉଛି। ମୁଁ ଯଦି ବାଡ଼ିକି ପଳେଇ ଯାଉଛି ନା, ବାଡ଼ିକି ନ ଆସିଥିନେ ମୋର ଗାଧୁଆ ପାଧୁଆ କରିକି ଠାକୁର ପୂଜା କରିଦେଇଥାନ୍ତି, କିଛି କାମ ଥାନ୍ତାନି। ଏଠି ବାଡ଼ିକି ଆସିଲା ପରେ ଗୋଟେ କାମ କରୁ କରୁ କେଇଟି ମଞ୍ଚାଟେ ଭାଙ୍ଗି ଯାଇଛି, କେଇଟି ଘାସ ଟିକେ ଉପାଡ଼ା ହେଉଛି, କେଇଟି ମାନେ ନଟି ମାତିଗଲାଣି ତାକୁ ଟିକେ ଛଡ଼ା ହେଉଛି। ଏଇ ରକମ ଟିକେ କାମ କରୁ କରୁ କେତେବେଳେ ସମୟ ହେଉଛି ଜଣା ବି ପଡ଼ୁନି। ତ ସେଇଥିପାଇଁ ଗାଧୁଆ ପାଧୁଆ କଲା ବେଳକୁ 9ଟା ହେଇଯାଉଛି, ଠାକୁର ପୂଜା ସରେଇକି ସକାଳ ରୋଷେଇ ଖିଆପିଆ କଲାକୁ 10ଟା ବାଜି ଯାଉଛି। ବେଳେବେଳେ ମୋତେ ବି ଠାକୁର ପୂଜା କରିବା ପାଇଁ ସମୟ ମିଳୁନି। ବାବାଙ୍କୁ କହୁଛି, ବାବା ଠାକୁର ପୂଜା କରିଦେଉଛନ୍ତି, ମୁଁ ଖାଲି ଚଉରା ପୂଜା କରିଦେଇକି ପଳେଇ ଆସୁଛି। ତ ଏଇ ରକମ ହିଁ କରୁଛି। ଯାହା ହଉ, ତ ବାଡ଼ିକି ବି ଗଛ ଯେହେତୁ ନଗା ହେଇଛି, ବାଡ଼ିକି ତ ଆସିବା ପାଇଁକି ପଡ଼ିବ। ଆଉ ଗାଧେଇ ସାରିଲା ପରେ ବାଡ଼ିକି ଆସିବା ପାଇଁ ବିଲକୁଲ ବି ଇଚ୍ଛା ହେଉନାହିଁ, କି ହୁଏ ବି ନାହିଁ। କାହିଁକିନା ଏକ ତ ବର୍ଷା ହେଇକି କାଦୁଅ, ତାପରେ ବାଡ଼ିକି ଆସିଲା ମାନେ ମଶା ଖାଇଯିବେ, ପିମ୍ପୁଡ଼ି ଜନ୍ଦା କେତେ ରକମ ସବୁ ଅଛନ୍ତି। ଆଉ ଏଇସବୁ କାମ ଗାଧେଇବା ପୂର୍ବରୁ କରିଦେବାଟା ହିଁ ଠିକ୍। ତ ସେଇଥିପାଇଁକି ଗାଧେଇବା ପୂର୍ବରୁ ଯାଇକି ସେସବୁ କାମ ସରେଇ ଦେଇକି ମୁଁ କ'ଣ କରିଥିଲି ନା, ସିଧା ପଳେଇ ଆସିଥିଲି ଗାଧେଇବା ପାଇଁକି। ମୁଁ ଗାଧେଇ ପଡ଼ିଥିଲି, ଗାଧେଇ ପଡ଼ିକି ମୋତେ ଠାକୁର ପୂଜା କରିବା ପାଇଁକି ସମୟ ହେଲାନି। ଆଉ ମୁଁ ପଳେଇ ଆସିନି, କାହିଁକିନା ମିକିଲି ସ୍କୁଲ ଯିବ, 9:30 ବାଜିଲାଣି ସେତେବେଳକୁ। ତ ମୁଁ ଆସିକି କ'ଣ ନା ମିକିଲିକି ଦେଇଥିନି ଖାଇବା ପାଇଁକି। ମିକିଲି ଖାଇକି ସ୍କୁଲ ଯାଇଥିଲା। ତାପରେ ମୁଁ କ'ଣ ନା ତରକାରୀ ରାନ୍ଧିଥିନି, ତରକାରୀ କରିଥିନି। ଆଉ ତା ସାଙ୍ଗରେ କ'ଣ ନା ଆଜି ବାବାଙ୍କ ପାଇଁକି ପରଟା 2ଟା କରିଦେଇଥିନି। ଆମେ ତ ସମସ୍ତେ ପଖାଳ ଖାଇଲେ, କିନ୍ତୁ ବାବାଙ୍କ ପାଇଁକି 2ଟା ପରଟା କରିଦେଇଥିନି। ବା ସେଇ ରକମ ମାନେ ସକାଳ କାମଟା ଥିଲା। ସକାଳଟା ବହୁତ ବ୍ୟସ୍ତରେ କଟିଯାଏ। ମାନେ ମୁଁ ସବୁବେଳେ କୁହେ ଯେ ସକାଳେ ତ ଆମେ ତ ଠିକ୍ ଟାଇମ୍ରେ ଉଠୁଛେ, ମାନେ ଏଇ କିଛି ଦିନ ହେବ ଏରକମ ରୁଟିନ୍ର ପୁରା ଚେଞ୍ଜ ହେଇଯାଉଛି। ବାବା ସେ କଥା କହୁଛନ୍ତି, ସବୁବେଳେ ସକାଳେ ଖାଇଲା ବେଳକୁ ଆମକୁ 11ଟା ବାଜି ଯାଉଛି, 10:30 11ଟା ଏରକମ ହେଇଯାଉଛି। ମୁଁ କହିନି କ'ଣ କରିବା, ଆମେ ତ ଉଠୁଛେ ଠିକ୍ ଟାଇମ୍ର, କାମଦାମ ବି ଠିକ୍ ଟାଇମ୍ରେ ହେଉଛି। ସେ ବାଡ଼ିକି ପଳେଇଲା ବେଳକୁ ସମୟ ସେଇଠି ପଳେଇ ଯାଉଛି। ଆଉ ସେଠି ଗଲାକୁ ଏଠି ଖିଆପିଆଟା ଲେଟ୍ ହେଇଯାଉଛି। ତ ଯାହା ହଉ, ତ ଖିଆପିଆ ସରିଗଲା। ବାବା ଖାଇ ଦେଇଥିଲେ ପରଟା ତରକାରୀ, ଆଉ ଆମେ ସମସ୍ତେ ପଖାଳ ଖାଇ ଦେଇଥିଲେ। ପଖାଳ ଖାଇ ଦେଇ ସାରିକି ସମସ୍ତଙ୍କ କାମରେ ଯିଏ ଯେଇଠିକି ଯିବା କଥା ପଳେଇଲେ। ମୁଁ ନାଗିଗନି ମୋ କାମର, ଯେ ବାସନକୁସନ ସବୁ ଉଠେଇମି, ଉଠେଇକି ତାକୁ ନେଇ ଟିଅଲ ପାଖରେ ରଖିମି। ରଖିକି ଲୁଗା ଧୁଆ ହେଇଥିଲା, ଲୁଗା ସବୁ ନେଇଯିମି ଶୁଖେଇବା ପାଇଁକି। ଆଉ ତଳ ଯେଉଁ ବାଉଁଶ ପୋତା ହେଇଛି, ସେ ବାଉଁଶରେ ଲୁଗା ଶୁଖେଇବା ପାଇଁ ବିଲକୁଲ ଭଲ ଲାଗୁନି, କାହିଁକିନା ସବୁଆଡ଼େ କାଦୁଅ। ଲୁଗା ଶୁଖେଇବାକୁ ଯିବ ମାନେ କାଦ ହେବ, ତ ଆସିକି ଗୋଡ଼ ଧୋଇବାକୁ ପଡ଼ିବ। ତୁଳିବାକୁ ଯିବ ମାନେ ବି କାଦ ହେବ। ଆଉ ତାପରେ ଲୁଗା ଯଦି ଗୋଟେ ପବନରେ ଖସିକି ଯଦି ତଳେ ପଡ଼ିଲା ନା, ତ କାଦୁଅରେ ହିଁ ପଡ଼ିବ। ତ ସେଇଥିପାଇଁକି ଯେପର୍ଯ୍ୟନ୍ତ ଖରା ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ସବୁ ଲୁଗାପଟା ଆଣିକି କ'ଣ ନା ଶୁଖେଇ ଦେଉଛି। ଏଠି ବାଲକୁନିରେ ଶୁଖେଇ ଦେଉଛି, ଏଠି ନିରାପଦରେ। ଆଉ ସେ ଖସିନେ କ'ଣ ନା ପିଣ୍ଡା ପାଖରେ ହିଁ, ଦୁଆର ମୁହଁ ପାଖରେ ହିଁ ଖସିକି ପଡ଼ିବ, ଆଉ ଓଦା ହେବାର ଚାନ୍ସ ନାହିଁ। ତ ଏଠି ଲୁଗା ଶୁଖେଇଦେମି। ଆଉ ବାସନକୁସନ ବେଶୀ କିଛି ବାସନକୁସନ ନାହିଁ, ଅଳ୍ପ ବାସନ, ଯାହା ଯେତିକି ଖିଆପିଆ ହେଇଥିଲା ସେତିକି ବାସନ ଅଛି, ତାକୁ ସବୁ ଧୋଇମି। ଧୋଇକି ତାପରେ କ'ଣ ନା ଯିମି ରୋଷେଇବାସ କରିବା ପାଇଁକି। ଆଜି ବାବା ଟିକେ ମୋତେ ସାହାଯ୍ୟ କରିଦେଲେ, ଯେଉଁଥିପାଇଁକି ମୋତେ ବି ଟିକେ ଆଜି ଫାଙ୍କା ହେଇଥିଲା। ତ ଏଇରକମ ଆଜି ଦିନଟି କଟିଲା। ଦିନଟି କ'ଣ, ସକାଳଟା ମୋର କଟିଥିଲା ପୁରା ବ୍ୟସ୍ତତା ଭିତରେ, ପୁରା ସକାଳଟା ମୋର କଟି ଯାଇଥିଲା। ମୋ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସୁଥାଏ, ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ଛୋଟ ସ୍ନେହଭରା କମେଣ୍ଟରେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ଦେଖୁଛନ୍ତି, ଯେମିତିକି ମୋ ମା, ଭଉଣୀ, ଭାଇ, ଯେଉଁମାନେ ସବୁ ଦେଖୁଛନ୍ତି
देखुंती मो वीडियो आउ प्रथम करना मो चैनल सब्सक्राइब कर दिंतु आपण फैमिली फ्रेंड मान सहित टिके मो वीडियो को शेयर कर दिंतु तो मत भी टिके सपोर्ट हम गाँव बो टिके सपोर्ट करूँ आपणकर भल पाइबा कि बहुत सारा परिश्रम करुच्ची घर कम ता सांगर वीडियो कम एका सांगे सब मैनेज करवा केते जे कष्ट जी बनाऊँची वीडियो बनाऊँची आ वीडियो छाड़ुची से कथा सी ही केवल बुझीपर तो से टिके सपोर्ट करूँ आ टिके भल पाइबा मत दिंतु आ मो वीडियो को आप फैमिली फ्रेंड मान सहित शेयर कर दिंतु मत भी टिके सपोर्ट हम आ गला वीडियो विजयलक्ष्मी दीदी विजयलक्ष्मी अपा स्नेहलता दीदी आउ दीपांजलि दीदी बहुत सुंदर कमेंट लिखते समस्त को मो तरफ बहुत बहुत धन्यवाद जे आपण समस्ते आपंकर बहुमूल्य समय बाहर करके मो वीडियो देखुं मो वीडियो देखिए तो जहाँ भी हो जो कमेंटा जे लिखुं मत बहुत खुशी लगुच जहाँद्वारा कि मुझे जानीपार आपण मैंने केते मत भल पाँच एमती गोटे दिन जाऊना जो दिन कि आप मो वीडियो देखिए मो वीडियो कमेंट लिखुना तो आपण समस्त को मो तरफ बहुत बहुत धन्यवाद जो मैंने मो वीडियो देखुं आउ जो मैंने मो वीडियो देखी कमेंट पर करने कि भूली जाइए समस्त को आउ थे हृदय सहित बहुत बहुत धन्यवाद तो आपण सागर कथा हो मोर एपटर काम चलता तो बासन कुसन सब जो धुआ धुई करके आनी सका जो आनी ताकू भी था तो एवं जो धुईकी आनी सब व्यवस्थित करके रखीदेमी घर कम एपटर मोर सरीज तापर करना बोतल पानी भी थिलानी बोतल सब नहीं जिमी टियल पाखु पानी भरिया कि आउ जते मु पानी भरिया टियल पाखु नहीं तो बाबा कहते एक तो लेट है तो बोतल करना मत दियो मु पानी भरीदेमी बोतल सब तुम जाकि चुली नगे दियो तो मुझे ठीक कथा मत भी टिके समय मिल जाव तो से एक तो लेट होता तो मुझे बोतल नेनी बाबा सब बोतल पानी भरी देते आ मु करना जाकि चुली नगे भात बसई देती बास एमती यापर मुझे किसी वीडियो बनई आशा करुँची वीडियोटी आपन को पसंद आसो बोलिकी आउ मु मोर डेली रूटीन आपन सागर शेयर करुँची केमिति लगुच कमेंट करके जन